ତ ଆଜି ବୁଲିଯିବା ରଡ୍ ଫ୍ୟାକ୍ଟ୍ରି ଦେଖିବା କିପରି ରଡ୍ ତିଆରି ହେଉଛି। ଏଇପଟେ ଆମର ରାସ୍ତା ଫ୍ୟାକ୍ଟ୍ରିକୁ ଯିବା ପାଇଁ। ଏବେ ଆମେ ଧୀରେ ଧୀରେ ଆଗେଇ ଚାଲୁଛେ ଫ୍ୟାକ୍ଟ୍ରି ଭିତର ଆଡ଼କୁ। ଚାଲ ଏବେ ଭିତରେ ଦେଖିବା କ'ଣ କ'ଣ ଅଛି କ'ଣ ନାହିଁ। ଏବେ ଭିତରକୁ ଆମେ ଯିବା। ଏଠି ଗାଡ଼ି ମାନେ ଛିଡ଼ା ହେଇଛନ୍ତି ସବୁ ରଡ୍ ମାଲ ନବା ପାଇଁ। ଦେଖନ୍ତୁ ଗାଡ଼ି ମାନେ ଛିଡ଼ା ହେଇଛନ୍ତି କୋଳା ମାଲ ନବା ପାଇଁ। এই ରାସ୍ତାରେ ଆମେ ବର୍ତ୍ତମାନ ଆଗକୁ ବଢ଼ିବା। ପାଗ ସ୍ୱଚ୍ଛ ନିର୍ମଳ ଅଛି। ଆଗକୁ ଆସିଗଲା ଧୀରେ ଧୀରେ ଏବେ ଫ୍ୟାକ୍ଟ୍ରି। ଏବେ ଏଇ କ୍ରେନ୍ ସାହାଯ୍ୟରେ ଆମର ରଡ୍ ଉପରକୁ ଉଠାଯାଏ। ଲେବର ମାନେ ଉପରକୁ ଉଠାଇଥାନ୍ତି। କ୍ରେନ୍ ସାହାଯ୍ୟରେ ମଧ୍ୟ କ'ଣ କରିଥାନ୍ତି, ରଡ୍କୁ ଉପରକୁ ଉଠାଇଥାନ୍ତି। କେତେ ଉତ୍ତାପରେ ଦେଖିବେ ଲୋକମାନେ କାମ କରୁଛନ୍ତି। ବହୁତ କଷ୍ଟ କରି ଲୋକମାନେ ରଡ୍ ଫ୍ୟାକ୍ଟ୍ରିରେ କାମ କରୁଛନ୍ତି। ଅତ୍ୟନ୍ତ ଖରାରେ ମଧ୍ୟ ଲୋକମାନେ ବହୁତ କାମ କରୁଛନ୍ତି। ଏଠି ରଡ୍ ସବୁ ଥାକ ହେଇକି ଥୁଆ ହୋଇଛି। ଏସବୁ ସପ୍ଲାଏ ପାଇଁ ବଡ଼ ଗାଡ଼ି ମାନଙ୍କରେ ଯିବ ଦୋକାନ ମାନଙ୍କୁ, ବଡ଼ ଗୋଦାମ ମାନଙ୍କୁ ଯାଇକି ବିକ୍ରି ହେବା ପାଇଁ। ଦେଖ ରଡ୍ କେତେ ଭଲ ସୁନ୍ଦର ଦିଶୁଛି ରଡ୍ ଗୁଡ଼େ। ଦେଖ ଏଠି ରାସ୍ତାରେ କେତେ ରଡ୍ ଥୁଆ ହୋଇଛି, ବହୁତ ଗୁଡ଼ାଏ ରଡ୍। ଦେଖ ଏଠି କୋଉଭଳି ରଡ୍ ସବୁ ଥୁଆ ହେଇଛନ୍ତି। ଭାଟି ପାଖକୁ ଏବେ ଯିବା ଧୀରେ ଧୀରେ। ଦେଖିବା ଭାଟିରେ କେମିତି ରଡ୍ ଲୋକମାନେ କାର୍ଯ୍ୟ କରିକି ରଡ୍କୁ ପ୍ରସ୍ତୁତ କରୁଛନ୍ତି। କେତେ ଗରମ ଟେମ୍ପରେଚରରେ ମଧ୍ୟ ଲୋକମାନେ କ'ଣ କରୁଛନ୍ତି ନା ତିଆରି ପ୍ରଡକ୍ସନ୍ କରିବା ପ୍ରଡକ୍ଟ କେମିତି କ'ଣ ବାହାର କରୁଛନ୍ତି ସବୁ କମ୍ପାନୀ। ଦେଖିବା ଚାଲ। କୋଳା ଭାଟି ଜଳୁଥିବ। ଦେଖ ଏଇଟା ହେଉଛି ତାଙ୍କ ଭିତର। ଦେଖ କୋଳି ନିଆଁ ଭଳିଆ ହୋଇ ରଡ୍ ବାହାରୁଛି। କେତେ କଷ୍ଟରେ ଏତେ ଗୁଳୁଗୁଳିରେ ମଧ୍ୟ କାମ କରୁଛନ୍ତି। ରଡ୍ ସେଠି ଉତ୍ପାଦନ କରୁଛନ୍ତି। ପାଖକୁ ଯିବା ସହଜ ନୁହେଁ, କାରଣ କିଏ କାଳେ ପାଟି କରିବେ କି କ'ଣ କରିବେ। ପୁଣି ଦୂରରେ ଥାଇ ଦେଖାଉଛି। ଦେଖନ୍ତୁ ଇଏ ହେଉଛି ଆମର ରଡ୍ ଯାଉ ଏଇଠି ସବୁ ଏଇପଟେ ଏମିତି ଯାଏ ପ୍ରଡକ୍ଟ ବାହାରେ।
କନେକ୍ସନ୍ ହୁଏ ଆମର ଯେତେବେଳେ ତାଙ୍କର ଲାଇନ୍ ସବୁ ଲାଇନ୍ ଅନୁସାରେ ଆମର ରଡ଼୍ ଗୁଡ଼ା ଯାଇଥାଏ। ଇଲେକ୍ଟ୍ରି ସଂଯୋଗ କରା ହେଇଛି ଦେଖନ୍ତୁ। ସେଠି ହେଇ ଭାଟି ଲଗା ହେଇଛି।